ତୁମେ କେବେ ଭାବିଛ କି ଯେ ଗୋଟେ ଛୋଟ ବୀଜ ବା ମଞ୍ଜି କିପରି ଏକ ଉଦ୍ଭିଦରେ ପରିଣତ ହୁଏ, ଯାହାକି ଫୁଲ, ଫଳ ଏବଂ ପୁଣି ନୂଆ ବୀଜ ବା ନୂଆ ମଞ୍ଜି ଉତ୍ପାଦନ କରେ? ଚାଲନ୍ତୁ ଉଦ୍ଭିଦର ଜନ୍ମରୁ ପୁନର୍ଜନ୍ମ ପର୍ଯ୍ୟନ୍ତ ଏହି ଯାତ୍ରାଟି କିପରି ହୁଏ ତାହା ଦେଖିବା। ଗୋଟେ ଉଦ୍ଭିଦର ଜୀବନ ଚକ୍ର ଏକ ମଞ୍ଜିରୁ ଆରମ୍ଭ। ମଞ୍ଜିଟି ଯଦିଓ ଆମକୁ ନିର୍ଜୀବ ଦେଖାଯାଉଥାଏ, କିନ୍ତୁ ମଞ୍ଜି ଭିତରେ ନୂଆ ଉଦ୍ଭିଦ ତିଆରି କରିବା ପାଇଁ ବା ମଞ୍ଜିଟି ନୂଆ ଉଦ୍ଭିଦରେ ପରିଣତ ହେବା ପାଇଁ ଆବଶ୍ୟକ ସମସ୍ତ ଜିନିଷ ଏହି ମଞ୍ଜି ଭିତରେ ଥାଏ। ତେବେ ଯେତେବେଳେ ମଞ୍ଜିଟି ଅମ୍ଳଜାନ, ଜଳ ଏବଂ ସୂର୍ଯ୍ୟକିରଣ ପରି ଉପଯୁକ୍ତ ପରିସ୍ଥିତି ପାଇଥାଏ, ସେତେବେଳେ ଏହା ଅଙ୍କୁରିତ ହୋଇଥାଏ ଏବଂ ଏକ ଗଛରେ ଧୀରେ ଧୀରେ ପରିଣତ ହୁଏ। ତେବେ ପ୍ରଥମେ କ'ଣ ହୁଏ? ପ୍ରଥମେ ମଞ୍ଜିରୁ ଏକ ଛୋଟ ଚେର ମାଟି ଆଡ଼କୁ ଭିତରକୁ ବଢ଼ିବା ଆରମ୍ଭ କରିଥାଏ ଏବଂ ଧୀରେ ଧୀରେ ଏ ଚେରଟି ବଡ଼ ହୋଇଥାଏ ଏବଂ ଶକ୍ତିଶାଳୀ ହୋଇଥାଏ ଏବଂ ତାପରେ ଗଛଟି ଉପରକୁ ବଢ଼ିଥାଏ ଏବଂ ଏହା ଆଲୋକ ଦିଗକୁ ଗତି କରିଥାଏ ବା ଆଲୋକର ଦିଗକୁ ଅଗ୍ରସର ହୋଇଥାଏ। ଏହିଠାରେ ହିଁ ଉଦ୍ଭିଦର ଦୃଶ୍ୟମାନ ବୃଦ୍ଧିର ଆରମ୍ଭ ହୋଇଥାଏ ଏବଂ ଏହି ପ୍ରକ୍ରିୟାକୁ ଆମେ ଅଙ୍କୁରୋଦ୍ଗମ ବୋଲି କହିଥାଉ। ଅଙ୍କୁରୋଦ୍ଗମ ପରେ ଯେଉଁ ଛୋଟ ଗଛଟି ବନିଥାଏ ତାହାକୁ ଆମେ ଚାରା ଗଛ ବୋଲି କହିଥାଉ। ତେବେ ଚାରା ଗଛ ଧୀରେ ଧୀରେ ବଡ଼ ହୁଏ ଏବଂ ଅଧିକ ଶକ୍ତିଶାଳୀ ହୁଏ। ଏଥିରେ ଧୀରେ ଧୀରେ ପତ୍ର ବାହାରେ ଏବଂ ଚାରିଆଡ଼କୁ ପତ୍ର ଗୁଡ଼ିକ ବଢ଼ିଥାଏ ଏବଂ ଗଛଟି ସବୁଆଡ଼କୁ ବଢ଼ିଥାଏ। ତେବେ ବର୍ତ୍ତମାନ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଗଛଟି ସୂର୍ଯ୍ୟକିରଣରୁ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥାଏ ଏବଂ ସେହି ଖାଦ୍ୟକୁ ନିଜ ଗ୍ରହଣ କରି ଧୀରେ ଧୀରେ ବଡ଼ ହୋଇଥାଏ। ସମୟ ସହିତ ଏହାର କାଣ୍ଡ ମୋଟା ହୁଏ, ଅଧିକ ପତ୍ର ହୁଏ ଏବଂ ଏହା ପରିପକ୍ୱ ଅବସ୍ଥାରେ ପହଞ୍ଚେ। ଯେତେବେଳେ ପରିପକ୍ୱ ଅବସ୍ଥାରେ ପହଞ୍ଚେ, ସେତେବେଳେ ଉଦ୍ଭିଦଟିରେ ଫୁଲ ଫୁଟିବା ଆରମ୍ଭ କରେ। ଏହି ଫୁଲ ଗୁଡ଼ିକ କେବଳ ଦେଖିବାକୁ ସୁନ୍ଦର ନୁହନ୍ତି, ସେଥିରୁ ଆମର ମଞ୍ଜି ସୃଷ୍ଟି ହୋଇଥାଏ। ତେବେ ଫୁଲରୁ ମଞ୍ଜି କିପରି ସୃଷ୍ଟି ହୁଏ ଚାଲନ୍ତୁ ଦେଖିବା। ପ୍ରତ୍ୟେକ ଫୁଲରେ ଏକ ପୁରୁଷ ଅଂଶ ଥାଏ ଏବଂ ଏକ ସ୍ତ୍ରୀ ଅଂଶ ଥାଏ। ଏହି ଫୁଲର ପୁରୁଷ ଅଂଶଟି ଏକ ହଳଦିଆ ରଙ୍ଗର ସୂକ୍ଷ୍ମ ଗୁଣ୍ଡ ଉତ୍ପାଦନ କରେ, ମାନେ ପାଉଡର ବୋଲି କିଛି ଏକ ଜିନିଷ ହଳଦିଆ ରଙ୍ଗର ଉତ୍ପାଦନ କରେ, ଯାହାକୁ ଆମେ ପରାଗ କଣିକା ବୋଲି କହିଥାଉ ବା ଇଂରାଜୀରେ ପୋଲେନ୍ ଗ୍ରେନ୍ସ ବୋଲି କହିଥାଉ। ପ୍ରତ୍ୟେକ ପରାଗ କଣିକାରେ କ୍ଷୁଦ୍ର କୋଷ ଥାଏ ଯେଉଁଗୁଡ଼ିକ ମଞ୍ଜି ତିଆରି କରିବାରେ ସାହାଯ୍ୟ କରନ୍ତି। ମୁଁ ଏଠାରେ ଏକ ପରାଗ କଣିକାକୁ ଦେଖାଇଛି ଜୁମ୍ କରି ଏବଂ ଦେଖନ୍ତୁ ଏହି ଯେଉଁ କୋଷ ଗୁଡ଼ିକ ଅଛି ଏହା ମଞ୍ଜି ତିଆରି କରିବା ଆମକୁ ସାହାଯ୍ୟ କରିଥାଏ। ବୀଜ ବା ମଞ୍ଜି ସୃଷ୍ଟି ହେବା ପାଇଁ ପରାଗ କଣିକାକୁ ଫୁଲର ସ୍ତ୍ରୀ ଅଂଶକୁ ପହଞ୍ଚିବାକୁ ପଡ଼େ। ଏହି ପ୍ରକ୍ରିୟାକୁ ଆମେ ପଲିନେସନ୍ ବା ପରାଗଣ ବୋଲି କହିଥାଉ। ତେବେ ଏହି ପରାଗ କଣିକାର ସ୍ଥାନାନ୍ତରଣ ସମାନ ଫୁଲ କିମ୍ବା ଦୁଇଟି ଭିନ୍ନ ଫୁଲ ମଧ୍ୟରେ ହୋଇପାରେ। ପବନ, ପାଣି, ମହୁମାଛି ଓ ପ୍ରଜାପତି ପରି କୀଟପତଙ୍ଗଙ୍କ ସାହାଯ୍ୟରେ ପରାଗ ସଞ୍ଚାର ହୋଇଥାଏ ବା ପରାଗଣ ପ୍ରକ୍ରିୟା ହୋଇଥାଏ। ଏହି କୀଟପତଙ୍ଗ ମାନେ ନିଜେ ଜାଣିପାରି କିମ୍ବା ନ ଜାଣିପାରି କଣିକା ଗୁଡ଼ିକୁ ଗୋଟିଏ ଫୁଲରୁ ଅନ୍ୟ ଫୁଲକୁ ସ୍ଥାନାନ୍ତରଣ କରିଥାନ୍ତି। ପରାଗ କଣିକ ସ୍ତ୍ରୀ ଅଂଶରେ ପହଞ୍ଚିବା ପରେ ଏକ ବିଶେଷ ଘଟଣା ଘଟେ। ତେବେ ଚାଲନ୍ତୁ ଦେଖିବା ଯେ ଏହି ବିଶେଷ ଘଟଣାଟି କ'ଣ। ପରାଗ କଣିକାର ଏକ କ୍ଷୁଦ୍ର କୋଷ ଫୁଲର ସ୍ତ୍ରୀ ଅଂଶରେ ଥିବା ଅନ୍ୟ ଏକ କ୍ଷୁଦ୍ର କୋଷ ସହିତ ମିଶିଯାଏ। ଏହି ପ୍ରକ୍ରିୟାକୁ ଆମେ ସମାୟନ ବୋଲି କହିଥାଉ। ଏଇ ଯେଉଁ ମିଶିଲା ଏହି ପ୍ରକ୍ରିୟାଟିକୁ ଆମେ କ'ଣ କହିଥାଉ? ସମାୟନ ବୋଲି କହିଥାଉ। ଏବଂ ଏହି ସମାୟନ ପ୍ରକ୍ରିୟାରୁ ହିଁ ଆମର ବୀଜ ବା ମଞ୍ଜି ଗଠିତ ହୋଇଥାଏ। ତେବେ ସମାୟନ ପରେ ଫୁଲର ଧୀରେ ଧୀରେ ପରିବର୍ତ୍ତନ ଘଟିଥାଏ। ଫୁଲଟିର ପାଖୁଡ଼ା ଗୁଡ଼ିକ ଶୁଖିଯାଇ ଝଡ଼ି ଯାଇପାରେ ଏବଂ ଫୁଲଟି ଧୀରେ ଧୀରେ କ'ଣ ହେବ? ଫଳରେ ପରିଣତ ହୁଏ। ଏହି ଫଳ ମଧ୍ୟରେ ଆମର ମଞ୍ଜି ଅଛି, ଯାହାକି ପୁନର୍ବାର ଏହି ଚକ୍ରଟିକୁ ଆରମ୍ଭ କରିପାରିବ। ଯଦି ଆମେ ଏକ ମଟର ଗଛର ଜୀବନ ପ୍ରକ୍ରିୟା ଦେଖିବା, ତାହେଲେ କ'ଣ ହେଉଛି? ପ୍ରଥମେ ମଞ୍ଜି ଅଛି, ସେଥିରୁ ଚାରା ଗଛ ହେଉଛି, ସେଥିରୁ ଯୁବ ଉଦ୍ଭିଦ ହେଉଛି, ସେଥିରୁ ପୁଣି ଫୁଲ ହେଉଛି ଏବଂ ସେଥିରୁ ଆମକୁ ଫଳ ମିଳୁଛି ଏବଂ ଫଳରୁ ଆମକୁ କ'ଣ ମିଳୁଛି? ମଞ୍ଜି ମିଳୁଛି। ଏବେ ଆମେ ଉଦ୍ଭିଦର ଜୀବନ ଚକ୍ରର ବିଭିନ୍ନ ପର୍ଯ୍ୟାୟ ବିଷୟରେ ଜାଣିସାରିଛୁ। ତେବେ ଆସ ଏହାର ଏକ ସଂକ୍ଷିପ୍ତ ପୁନରାବୃତ୍ତି କରିବା। ଚାଲନ୍ତୁ ଏକ ମଟର ଗଛର ଜୀବନ ଚକ୍ରକୁ ସଂକ୍ଷିପ୍ତରେ ଦେଖିଦେବା। ଏହାର ମଞ୍ଜି ହେଲା, ମଞ୍ଜିରୁ ଚାରା ଗଛ ହେଲା, ଚାରା ଗଛରୁ ଗଛଟିରେ ପତ୍ର ଆସିଲା, ପତ୍ର ପରେ ଗଛଟିରେ ଧୀରେ ଧୀରେ ବଡ଼ ହେଲା ଏବଂ ଏଥିରେ ଫୁଲ ଧରିବା ଆରମ୍ଭ ହେଲା। ଫୁଲରୁ କ'ଣ ହେଲା? ଗଛଟିରେ ଫଳ ଆସିଲା ଏବଂ ଫଳରୁ ପୁନର୍ବାର କ'ଣ ଆସିଲା? ମଞ୍ଜି ଆସିଲା।